କରଞ୍ଜା କରଞ୍ଜିଆ ଆଗରୁ କରିଥିଲେ କି ଫୋନ? ଆଗରୁ ଥରେ କରିଥିଲେ। କଣ ହେଲା ଗୀତାରେ? ଗୀତାରେ ଲେଖା ହେଇଛି ଯେ ଗୀତା ଶାସ୍ତ୍ର ବେଦଂ ପୁଣ୍ୟଜ ପଠତ ପ୍ରୟତ ପୁମା ବିଷ୍ଣୁ ଓ ପଦମ୍ବା କୁନ୍ତି ଭୟା ସକା ଦିବଜିତ ଗୀତା ଦହନ ଶିଳସ ପ୍ରାଣାୟାମ ପରଶଚ ଏବଂ ସନ୍ତେ ପାପାନି ପୂର୍ବଜନ୍ମ କୃତାନି চ ମଳ ନିର୍ବଣଚନ ପ୍ରଂସାଂ ଜଳସନାନ ଦିନେ ଦିନେ ଗୀତା ସୌଗୀତା ଯୋଉ ଲେଖା ହେଇଛି ସେଟାରେ ଗୀତା ପଢିଲେ ମୁକ୍ତି ମିଳିବ? ଆଜ୍ଞା। ଗୀତା ପଢିଲେ ମୁକ୍ତି ମିଳିବନି। ଆଜ୍ଞା ବୁଝିଲ ନା? ଗୀତା ପଢିଲେ ମୁକ୍ତି ମିଳିବନି। ସଦ୍ଗୁରୁଙ୍କ ଦ୍ଵାରା ଯଦି ତମେ ସଦ୍ଗୁରୁଙ୍କ ନିର୍ଦ୍ଦେଶରେ ଯଦି ପଢିବ ମୁକ୍ତି ମିଳିବ। କେମିତି ଗୀତା ପଢିଥିଲେ ସମସ୍ତେ ଗୀତା ପଢିଦେବେ ସମସ୍ତେ ତ ମୁକ୍ତି ପାଇଯିବେ। କଣ ବୁଝିଲ ନା? ଆଜ୍ଞା। ନାଇଁ, ସଦ୍ଗୁରୁଙ୍କ ଗୁରୁ ଉପଦେଶ ସୂତ୍ରରେ ଏହି ପରିସ୍ମରିଲେ ସତ୍ୟ 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 ମୁକ୍ତି ଲାଭ କରିବୁ ହେଳେ। ଗୁରୁ ଉପଦେଶ ସୂତ୍ରରେ ଯଦି ସ୍ମରିବ, ବୁଝିଲ ନା? ଖାଲି ମନେ ମନେ ଗୀତା ପଢିକି ପାଠ କରିଦବ ତମର ପାପ ଖଣ୍ଡନ ହେଇଯିବ। ଏଇଟା ମୋ ଦ୍ଵାରା ମୋ ବିଶ୍ୱାସ ନୁହେଁ। ହେଲା, ତମେ ସଦ୍ଗୁରୁ କରିକିରି ସଦ୍ଗୁରୁଙ୍କ ଉପଦେଶ ସୂତ୍ରରେ ଗୀତା ପାଠ କରିବ। ଗୀତା ପାଠ ଅର୍ଥ ନୁହେଁ ଯେ ଗୀତା ବହିଟାକୁ ପଢିବା। ବୁଝିଲ? ଗୀତା ପାଠ ଅର୍ଥ ଗୀତାର ମର୍ମାର୍ଥ ସଦ୍ଗୁରୁ ଦେବେ। ହେଲା କି? ଗୀତାକୁ ଯୋଗ ମାର୍ଗରେ ଗୁରୁ ବୁଝେଇ ଦେବେ। ସେ ଯୋଗ ମାର୍ଗରେ ଗୀତାକୁ ସ୍ମରଣ କଲେ ତମେ ମୁକ୍ତି ପାଇବ। ଖାଲି ପଢିଦେଲେ, ଶୁଣ, ଖାଲି ପଢିଦେଲେ ସମ୍ଭବ ନୁହେଁ। ଆପଣ ଛାଡିଛନ୍ତି ଗୀତା ମୁଁ ଦେଖୁଛି ଯେ। ହଁ ହଁ। ଆଜ୍ଞା, ହ୍ୟାଲୋ। ହଁ କୁହନ୍ତୁ। ମହାପୁରୁଷ ମାନେ ଲେଖିଛନ୍ତି, ଆମେ ପଢୁଛେ। ହଁ। ଆଚ୍ଛା, ଅଣାକ୍ଷର ଏକାକ୍ଷର କଣ? ହଁ, ସେଇଟା ଆମ ଏପିସୋଡ ଆପଣ ଦେଖୁଛନ୍ତି ନା? ଆମର ଯୋଉ ଏପିସୋଡ ଟା ଦେଖୁଛନ୍ତି ନା, ପୂର୍ବ କଥା ଗୁଡାକ ସବୁ ଭିଡିଓ? ଆପଣ କହୁନାହାନ୍ତି, ମୁଁ ଶୁଣିବିନି। ନା ନା, ମୋ କଥା ଟିକେ ଶୁଣନ୍ତୁ। ମୁଁ ଅଣାକ୍ଷର ଏକାକ୍ଷରର ତତ୍ତ୍ୱ ଡିଟେଲ ଭାବରେ ଆମ ଅଖିଳ ଜ୍ୟୋତି ଚ୍ୟାନେଲରେ ଛାଡିଛି। ହଁ, ଡିଟେଲ ଛାଡିଛି। 20-25 ମିନିଟ ଲେଖା ମୁଁ ତାକୁ ଛାଡିଛି। ଆଜ୍ଞା ଶୁଣନ୍ତୁ, ମୋର ତ ବଡ ମୋବାଇଲ ନାହିଁ। ତେବେ ମତେ ଇଏ ପୁଅ ଜଣ କହିଲେ, ଆଜ୍ଞା ଟିକେ ସେ କଥା ଆପଣ ମତେ କହିଦିଅନ୍ତୁ, ମତେ ବହୁତ ଖୁସି ଲାଗନ୍ତା। ମୁଁ ତ କହିବି ନିଶ୍ଚୟ। ଶୁଣନ୍ତୁ, ମୁଁ ତ କହିବି ନିଶ୍ଚୟ। ମୋର କହିବା କଥା କଣ କି, ଆପଣ ଯେତେ ଲୋକ ଯେତେ ଥର ପଚାରିବେ କହିବା ଶୈଳୀଟା ସେତେ ଥର ବଦଳିଯିବ। ଆଉ ଏକା ହବ କି? ହବ ନାଇଁ। ତେଣୁ ମୋର କହିବା କଥା, ଏପିସୋଡରେ ଯୋଉ ଭାବରେ ମୁଁ କହିଛି, ଆଜି ତ କହିବି ନିଶ୍ଚୟ, କିନ୍ତୁ ସେଇ ଭାବଟା ଟିକେ ଆଉ ଥରେ ଦେଖିଦେବେ କେତେବେଳେ। ବୁଝିଲେ ନା? ଆଜ୍ଞା, କିଛି ଅସୁବିଧା ନାହିଁ, ଆପଣ କୁହନ୍ତୁ। ଆଚ୍ଛା ଶୁଣନ୍ତୁ, ଅଣାକ୍ଷର କହିଲେ, ବୁଝିଲେ କି, 9 ଅକ୍ଷର ଅଣାକ୍ଷର। ଆଚ୍ଛା, ଅଣାକ୍ଷର ଏକାକ୍ଷର କହିଲେ ଗୋଟିଏ ଅକ୍ଷରକୁ ଏକାକ୍ଷର କୁହାଯାଏ। ଆଚ୍ଛା, ଅଣାକ୍ଷର ଆମର ଅଣାକ୍ଷରର ସୃଷ୍ଟିକର୍ତ୍ତା ହଉଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ। ଆଜ୍ଞା, ସିଏ ହଉଛନ୍ତି ଜଣେ ବଡ ବୈଜ୍ଞାନିକ। ସେ ବିଜ୍ଞାନ ଦୃଷ୍ଟିକୋଣରେ ଅଣାକ୍ଷର ସୃଷ୍ଟି କରିଛନ୍ତି। ଆଚ୍ଛା, ଆମର ଅଣାକ୍ଷରର ସ୍ଥାନଟା ଆମର ସେ ଆଉ ଗୋଟେ ଅଛି ଯନ୍ତ୍ର, ତା ନାଁ ହେଲା ଶୂନ୍ୟ ଯନ୍ତ୍ର। ଜାଣିଛନ୍ତି କି ଆପଣ? ନାଇଁ, ଜାଣିନି, ଆପଣ କହୁନାହାନ୍ତି। ମୁଁ କହିଲେ କେମିତି ଆପଣ ବୁଝିବେ କହୁନାହାନ୍ତି? ଆପଣ ଶୂନ୍ୟ ଯନ୍ତ୍ର ଜାଣିନାହାନ୍ତି? ଶୂନ୍ୟ ଯନ୍ତ୍ରରେ 6ଟା ଚକ୍ର ରହିଛି। ମୁଁ କହିଦେମି, ଆପଣ ଶୁଣିଯିବେ, କିନ୍ତୁ ମୋଟେ ଆପଣ ବୁଝିପାରିବେନି। ତାର କାରଣ ହଉଛି କଣ? ଆପଣ ଗୁରୁ କରିଛନ୍ତି ନା? ଆଜ୍ଞା। ଗୁରୁ କିଏ ସେ ଆପଣଙ୍କର? ଆମର ଗୁରୁ ପଞ୍ଚଶାଖାର ଶିଶୁ ଅନନ୍ତ ସମ୍ପ୍ରଦାୟ ଦୀକ୍ଷିତ। ବାସ୍, ଯଦି ଗୁରୁ କରୁଛନ୍ତି, ମୋ କଥା ଟିକେ ଶୁଣନ୍ତୁ। ଯେ ଅଣାକ୍ଷର କହିଲେ ଯେ ଓଙ୍କାରର ପ୍ରତିରୂପକୁ ଅଣାକ୍ଷର କହିବା। ଓଙ୍କାର ହଉଛି 6 ମାତ୍ରା। ଯୋଉ 6 ମାତ୍ରା ହେଲା ଓଙ୍କାର, ତାରକ, ଦଣ୍ଡକ, କୁଣ୍ଡଳୀ, ଅର୍ଦ୍ଧକ, ବିନ୍ଦୁ, ବୁଝିଲେ? ଇଏ ହେଲେ 5, ଆଉ ଓଙ୍କାରର ଗୁପ୍ତ ବୀଜ ରହିଲା ଗୋଟିଏ, ହେଲା 6। ଏଇ ଯୋଉ 6 ମାତ୍ରାଟା ଅଣାକ୍ଷରର ହଉଛି 6 ମାତ୍ରାର ମାନେ ପ୍ରତିରୂପଟା ହଉଛି ଅଣାକ୍ଷର। ଯିଏ ଓଙ୍କାର କେତେ ମାତ୍ରା ଦେବେ? ଆଜ୍ଞା, ନାଇଁ, ଅଣାକ୍ଷର ଦେବେ କେତେ ମାତ୍ରା? ଅଣାକ୍ଷରଟା 5 ମାତ୍ରା।
पंचमात्रा हाँ अणाक्षरटा है पंचमात्रा आउ ओंकार मध्य है पंचमात्रा ओंकार पंचमात्रा हूँ किए से ना तारक दंडक कुंडली अर्धक बिंदु ये पंचमात्राटा अणाक्षर मध्य पंचमात्रा कारण कौन जे ओंकार आउ अणाक्षर ये स्थान भेद रही मात्रा गुड़िक हूँ भिन्न भिन्न आपण शुणी सारंतु मु कही सारे आपण क्लियर हे तरतर हुंत नहीं जे गोटे कथा जी ओंकार जो पंचमात्रा रहिला सेही पंचमात्रा ओंकार स्थान जोठी सेठी से पंचमात्रा रहिला अणाक्षर स्थान जोठी से रहिला पंचमात्रा सेठी किंतु अणाक्षर होची आमर शून्य जंत्र रे जो 6टी चक्र रहिले नलिनी नालिनी ज्योति सार गुरु सहस्रार ये 6टी चक्र जो जगह रहिले शून्य रहिले ता ना हूँ शून्य जंत्र बुझे ये शून्य जंत्र रे नलिनी नालिनी ज्योति सार गुरु है एकादश चक्र सहस्रार है द्वादश चक्र से गुरु चक्र रे अणाक्षर स्थान बुझिपारे अणाक्षर जो गुरु चक्र रे स्थान अणाक्षर किए से ना आत्मज्योतिर प्रतिफलन होची अणाक्षर एवं से अणाक्षरटा कौन हुए ना पंचभूतर प्रकृति घेनिकी से सृष्टि हुए पंचभूतर प्रकृति के पृथ्वी जल अग्नि वायु आकाश ये पांचभूत को पंचभूत कहा जाए एवं तार जो शक्ति बा तार जो प्रकृति की पंच तत्व कहा जाए तेणु पंचभूतर प्रकृति जो शक्ति रे प्रकाश पाए बा जो चेतना शक्ति रे प्रकाश पाए ताको कहा जाए अणाक्षर तेणु अणाक्षर पंचमात्रा गोटे मात्रा है पृथ्वी गोटे मात्रा है जल गोटे मात्रा है अग्नि गोटे मात्रा है वायु गोटे मात्रा है आकाश ये पांचटा प्रकृतिर 5 प्रकार शब्द रही कंपन रही से कंपन को आम 5 प्रकार मात्रा रे परिणत कर से मात्रा कौन हुए ना अणाक्षर मूल बीज है अकार बुझल तेणु बुझिपारे ना अणाक्षर मूल बीज है किए अकार तेणु तार अकार टी है आपणकर आकार है अग्नि तत्व उकार है पृथ्वी तत्व ईकार है वायु तत्व अकार है जल तत्व नादटा बिंदु है आकाश तत्व तेणु ये पंच तत्वटा 5 प्रकार मात्रा है एवं तार मध्य 5 प्रकार वर्ण अच्छी कौन बिंदु नीलवर्ण रक्तवर्ण अर्थ मात्राय हरिद्र वर्ण तारक कृष्ण दंडकमेव श्वेतवर्ण तु कुंडली महाशक्ति महारूपा प्रणव पंचवनस्मिन् दयानिधि से उचित अर्थात आपणकर नासा तारक उकरम नासा रे तारक बीज रहिला आ उकार मात्रा रहिला एवं सेटा पीतवर्ण आपण जदि कहउचंदी शिशु अनुत पंचसखार बोलिकी आपण सप्त पंचात्मिक बसाण देखंतु होला मुख कुंडली आकार मुख रे हला कुंडली सेटा आकार एवं सेटा होची श्वेतवर्ण बुझले कि नासा तारका मुख कुंडली चक्षु दंडक एकार चक्षु है दंडक एकार कृष्ण वर्ण बुझले कि कर्ण अर्धक ईकार कर्ण है अर्धक ईकार एवं सेटा होची रक्त वर्ण बेला बुझले ना अच्छा मस्तक बिंदु अंकार अंकार बिंदु एवं नीलवर्ण तेणु ये जो मुख नासा चक्षु कर्ण मस्तक 5 जगार आमर कौन हुए ना जो ओंकार 5टा मात्रा 5टा वर्ण 5टा प्रकृति 5टा तत्व बहन करी ये शरीर जंतु को परिचालना करते अणाक्षर कह जाए अणाक्षर रहिले कौटी मुख नासा चक्षु कर्ण मस्तक आपणकर ओंकार रहिले कौटी ओंकार टा रहिला कौटी ना अनाहत चक्र रे अनाहत चक्र रे प्रणव ध्वनि एवं तार मात्रा रहिला मुख नासा चक्षु कर्ण एवं मस्तक कमला ना तेणु यह ही हूँ अणाक्षर तत्व आउ कौन कहतु ना
ଆପଣ ମାନେ ଆମର 6ଟା ଚକ୍ର ବୋଲିକିରି ଆପଣ କହିଲେ ନା 12 ଚକ୍ର? ଆଜ୍ଞା ହଁ କହୁନା। ନାଇଁ 12 ଚକ୍ର ନା 6 ଚକ୍ର? ନା ନା ଆପଣ ବୁଝିପାରିଲେ ନା, ଆପଣ ତ ମତେ ଜାଣିନାହାନ୍ତି, ମତେ ଖାଲି ପଚାରୁଛନ୍ତି ନା। ମୁଁ ଯୋଉ ଷଡ଼ ଚକ୍ର ଆପଣ କହୁଛନ୍ତି କଣ ବୁଝିଲେ ନା, ସେ ଷଡ଼ ଚକ୍ର ହଉଛି ପବନ ଚକ୍ର। ଆଉ ଉପରେ ଯୋଉ ଷଡ଼ ଚକ୍ର ସେଟା ଶୂନ୍ୟ ଚକ୍ର, ସେଥିରେ ପବନର ଗତାଗତ ନାହିଁ, ସେଟା ଶୂନ୍ୟରେ ଉଦୟ ହୁଏ। ଶୁଣନ୍ତୁ, ସେଇଟା ଶୂନ୍ୟରେ ଉଦୟ ହୁଏ, ସେଥିପାଇଁ ଅଚ୍ୟୁତାନନ୍ଦ ମହାପୁରୁଷ ତା ନାଁ ଦେଇଛନ୍ତି ଶୂନ୍ୟ ଯନ୍ତ୍ରରେ ଶୂନ୍ୟ ଚକ୍ର। ଶୂନ୍ୟ ଚକ୍ର ହେଲେ 6ଟି, ଆପଣଙ୍କର ବାୟୁ ଚକ୍ର ହେଲା 6ଟି। ବାୟୁ ଚକ୍ର କିଏ ସେ ନା ଆଧାର ଲିଙ୍ଗ ନାଭି ହୃଦକଣ୍ଠ ଲଲାଟ, ବୁଝିଲେ। ଇଏ ହେଲା ପବନ ଚକ୍ର, ଏଥିରେ ପବନ ଚକ୍ରାକାରରେ ବୁଲେ, ତାକୁ ପ୍ରାଣ ଚକ୍ର ମଧ୍ୟ କହିବା, କାହିଁକିନା ପ୍ରାଣ ଶକ୍ତିର ପ୍ରବାହରେ ଏଇ 6ଟି ଚକ୍ର ପରିଚାଳିତ ହୁଏ। ଆତ୍ମଶକ୍ତିର ପ୍ରଭାବରେ ଶୂନ୍ୟ ଚକ୍ର ପରିଚାଳିତ ହୁଏ। ଶୂନ୍ୟ ଚକ୍ରରେ ଆତ୍ମଶକ୍ତି ଏବଂ ଏ ଯୋଉ ବାୟୁ ଚକ୍ରରେ ଆପଣଙ୍କର ପ୍ରାଣ ଶକ୍ତି। କଣ ବୁଝିପାରିଲେ ନା? ତେଣୁ ଏଇ ଯୋଉ 12 ଚକ୍ର ଆପଣ ଆମର ରହିଲା, ସେ 12 ଚକ୍ରରୁ ଗୁରୁ ଚକ୍ରରେ ହଉଛି ଅଣାକ୍ଷରର ସ୍ଥାନ ଏବଂ ତାର ପ୍ରକାଶ ସ୍ଥଳ ହଉଛି ଆପଣଙ୍କର ମୁଖ, ନାସା, ଚକ୍ଷୁ, କର୍ଣ୍ଣ ଏବଂ ମସ୍ତକ। ଆଉ କଣ ଯେ ଆମ ଶ୍ରୀ ଶ୍ରୀ ବ୍ରହ୍ମ ଅବଧୂତ ଠାକୁର ଶ୍ରୀ ଶ୍ରୀ ଦୟାନିଧି ପରମହଂସ କହିଲେ କଣ ଶୁଣନ୍ତୁ, ଯେ ଓଙ୍କାରଟା ହଉଛି ଓଙ୍କାରରୁ 3 ନାମ ସୃଷ୍ଟି, ବୁଝିଲେ ନା। ହ୍ୟାଲୋ, କୁହନ୍ତୁ। ଆପଣ ମନ ତ କୁଆଡେ ଦେଇ ଦଉଛନ୍ତି? ନା ନା ମୁଁ କୁଆଡେ ଦେଇନି। ଆପଣ ଶୁଣନ୍ତୁ, ଓଙ୍କାରରୁ 3 ଗୋଟି ନାମ ସୃଷ୍ଟି, ବୁଝିଲେ। ଓଙ୍କାରରୁ 3 ନାମ କେମିତି ସୃଷ୍ଟି ହେଲା ମୁଁ ଆପଣଙ୍କୁ କହୁଛି, ଶୁଣନ୍ତୁ। ସମୟ ଅଛି ତ, ଶୁଣିବେ ତ? ହଁ କୁହନ୍ତୁ କୁହନ୍ତୁ। ମହାମନ୍ତ୍ର 16 ନାମ 32 ଅକ୍ଷର, ମହାମନ୍ତ୍ର 16 ନାମ 32 ଅକ୍ଷର, ସହଜ ସୂତ୍ରରେ ମନ ଭଜନ କର। ମହାମନ୍ତ୍ର 16 ନାମ 32 ଅକ୍ଷର, ହରେ ରାମ କୃଷ୍ଣ 3 ତ୍ରିବିଜ ବାବକୁ ଘେନି, ସୂତ୍ରରେ ଅଜପା ସ୍ୱରେ ଖେଳୁଛି ତ୍ରିବେଣୀ ଝରେ, 32ରୁ 3 ଛାଡ଼ି 2କୁ ଧର। ମହାମନ୍ତ୍ର 16 ନାମ 32 ଅକ୍ଷର, ଆସୁଛି ଯାଉଛି ବାର, ବାରିଣ ଚିତାରେ ଧର, 12 13 ତ୍ରିକୁଟରେ ବାକି ଚାହା ନୟନରେ, ବୋଲେ ବିଶ୍ୱମ୍ଭର ହେବ ମୁକତି ତୋର। ମହାମନ୍ତ୍ର 16 ନାମ 32 ଅକ୍ଷର। ଓଙ୍କାରରୁ 3 ନାମ ହରେ ରାମ କୃଷ୍ଣ ସୃଷ୍ଟି, ହରେ ରାମ କୃଷ୍ଣକୁ ରିପିଟ୍ କଲେ ସେଥିରୁ ମହାମନ୍ତ୍ର ସୃଷ୍ଟି। ତେଣୁ ମହାମନ୍ତ୍ର ହଉଛି 16 ନାମ 32 ଅକ୍ଷର, କିନ୍ତୁ ତାର ବୀଜ ହଉଛି କିଛି ନା 3 ନାମ 6 ଅକ୍ଷର, ହରେ ରାମ ଏବଂ କୃଷ୍ଣ। ତେଣୁ ହରେ ରାମ କୃଷ୍ଣ ଆପଣ ଆମର କୁହାଯାଇଛି, ଓଙ୍କାରଟାକୁ ଓ ଅର୍ଦ୍ଧଚନ୍ଦ୍ର ବିନ୍ଦୁ, ଓକାରଟା ହେଲା ହରେ, ଅର୍ଦ୍ଧଚନ୍ଦ୍ରଟା ହେଲା ରାମ, ବିନ୍ଦୁ ହେଲା କୃଷ୍ଣ। ତେଣୁ ଏଇ ଯୋଉ ହରେ ରାମ କୃଷ୍ଣ ଇଏ ହଉଛି 6 ଅକ୍ଷର, 6 ଅକ୍ଷରଟି 6 ମାତ୍ରା। ସେ 6 ମାତ୍ରା ଭିତରେ ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଦେବ ଗୋଟେ ଭଜନ ଲେଖିଲେ, ହକାରକୁ ଥୁଅ ରେ ହ ଗାର ବାମେ ଦିଅ, ରାକାର ଦକ୍ଷିଣ ଭାଗେ ଲକାଅ, ମଙ୍କାରକୁ ନେଇ ମଉଳି ଶିଖରେ ଦେଇ, କୃକାରକୁ ପାଦ ତଳକୁ ଦିଅ, ସ୍ନଇକାର ଶିର ପର ଦେଇ, ମନ ଲୟ ଲଗା ବ୍ରହ୍ମସୂତ୍ରର। ତେଣୁ ହରେ ରାମକୃଷ୍ଣ ଯୋଉ 3 ନାମ ହେଲା, 3 ନାମରୁ 6ଟି ଅକ୍ଷର ହେଲା, ଏ 6ଟି ଅକ୍ଷର ହଉଛି 6ଟି ମାତ୍ରା। କିଏ ସେ ନା ହ ହଉଛି ଅକାର, ରା ହଉଛି ରେ ହଉଛି ଏକାର, ରା ହଉଛି ଆକାର, ମ ହଉଛି ଅଙ୍କାର, କୃ ହଉଛି ଉକାର, ସ୍ନ ହଉଛି ଇକାର। ତେଣୁ ଏଇ 6 ମାତ୍ରା ଅକାର ଧିଅରେ 5 ମାତ୍ରା ଘେରିକିରି ଇଏ ଅଣାକ୍ଷର ସୃଷ୍ଟି ହେଇଛନ୍ତି। ତେଣୁ ଅଣାକ୍ଷର ହଉଛି ଓଙ୍କାରରୁ ଅଣାକ୍ଷର ସୃଷ୍ଟି
ଏବଂ ଏଇଟା ହେଉଛି ନିଶ୍ଚିନ୍ତ ଅଣାକ୍ଷର ସ୍ଥାନ ଗୋଟେ ଅଲଗା ଜାଗା, ଓଙ୍କାର ସ୍ଥାନ ଅଲଗା ଜାଗା, ଏମିତି ସବୁ ଚାଲିଛି। ଆଉ କ'ଣ ଇଏ ହେଉଛି ଅଣାକ୍ଷରର ତତ୍ତ୍ୱ ମୁଁ ଆହୁରି ପ୍ରାଚୀନ ଭାବରେ ଲେଖିଛି। ମୋ ଏପିସୋଡ ଯଦି ଦେଖିବେ ସେଥିରେ ପ୍ରାଚୀନ ଭାବରେ ଲେଖିଛି। ଆଉ କ'ଣ କୁହନ୍ତୁ? ନାଇଁ ଯାହା କହିଲେ ଠିକ ଭୁଲ କଥା ନୁହଁ, ଆମେ ଶୁଣିଲି ବହୁତ ଖୁସି ଲାଗୁଛି। କିନ୍ତୁ ଆମେ ଟିକେ ଜାଣିନୁ ନା, ଆପଣ ମାନଙ୍କୁ ଶିଖିବାର ଅଛି, ଶୁଣିବାର ଅଛି, ଜାଣିବାର ଅଛି। ହଉ କିଛି ଅସୁବିଧା ନାହିଁ। ହରେ କୃଷ୍ଣ ରାମଶ୍ୟାମ, ଆଜ୍ଞା ଟିକେ ହରେ କୃଷ୍ଣ ରାମଶ୍ୟାମ ନନ୍ଦକନ୍ଦ ଦୀନ ଧର୍ମ ସାଧୁ ମଧୁ କାମ ବ୍ରହ୍ମ। ଆଜ୍ଞା କହୁନାହାନ୍ତି ତାକୁ କାହିଁ ଲେଖିଛନ୍ତି? ସେଟା କ'ଣ? ମୁଁ ସେ ଆପଣଙ୍କୁ ପଚାରୁଛି। ନାଇଁ ସେଟା ଗୁରୁ ଘର ପାତ ମୁଁ ଫୋନରେ କହିପାରିବିନି। ବୁଝିଲେ ସେଟା ହଉଛି 13 ନାମ 3 ବୀଜ। ବୁଝିଲେ ଶୁଣନ୍ତୁ, ତାକୁ ବୀଜ ମହାମନ୍ତ୍ର କୁହାଯାଏ। ସେଟା 3 ବୀଜ 13 ନାମ। ହରେ ରାମ କୃଷ୍ଣ ଶ୍ୟାମ କ୍ଲିଂ ଶ୍ଲିଂ କ୍ଲିଂ ରାମ ସାଧୁ ମଧୁ ନନ୍ଦକନ୍ଦ ଦୀନ ଧର୍ମ କାମ ବ୍ରହ୍ମ। ହଁ ଇଏ ତ ଯଦି ଆପଣ ଗୁରୁ କରିଛନ୍ତି ଗୁରୁକୁ ପଚାରୁନାହାନ୍ତି। ଗୁରୁ ନାଇଁ ଶୁଣନ୍ତୁ, ଆପଣ ଖରାପ ଭାବନ୍ତୁନି। ନା ମୁଁ ଖରାପ ଭାବେ ନା। ଗୁରୁଙ୍କୁ ପଚାରିବା ଯା, ଶୁଣନ୍ତୁ ଆଜ୍ଞା, କୁହନ୍ତୁ। ଗୁରୁଙ୍କୁ ପଚାରିବା ଯା, ବିଜ୍ଞ ଲୋକଙ୍କୁ ପଚାରିବା ମଧ୍ୟ ସେଇଆ, ସେ ବି ଗୁରୁ। ହଁ ମୁଁ ବୁଝୁଛି, ସେ ବି ଗୁରୁ। କିନ୍ତୁ ଆପଣ ଯଦି ଯାହାକୁ ପଚାରୁଛନ୍ତି ତାଙ୍କୁ ଯଦି ଗୁରୁ ଆସନରେ ବସେଇବେ ସେ ଆପଣଙ୍କୁ କହିଦେବେନି। ଆଜ୍ଞା ଆଜ୍ଞା। ତେଣୁ ଆପଣଙ୍କୁ ତ ମୁଁ ଚିହ୍ନି ନାହିଁ, ଜାଣି ନାହିଁ, ଦେଖି ନାହିଁ। ମୁଁ ଆପଣଙ୍କ ପାଖରେ ରହିଲି କେମିତି, ଆପଣ ମୋ ପାଖରେ ରହିଲେ କେମିତି? ଗୋଟେ କଥା କରନ୍ତୁ, ଆପଣ ଯିବା ଆସିବା କରନ୍ତୁ ମିଶୁ ମିଶୁ ମିଶ୍ର। ଆପଣ ବାରମ୍ବାର ଯିବା ଆସିବା କରିସାରିଲା ପରେ ଯେତେବେଳେ ଆମେ ଅନୁଭବ କରିମୁ ଯେ ହଁ ଆପଣ ଜିନିଷଟାକୁ ରଖିପାରିବେ, ଆପଣଙ୍କ ଘରେ ଗୋଟେ ସୁନା ଅଛି, ତାକୁ କ'ଣ ସମସ୍ତଙ୍କୁ କହିଦେବେ ନା? ଯିଏ ସେ କଥାକୁ ରଖିପାରିବ ତାକୁ କହିବେ। ଠିକ୍ ସେଇଭଳି ଆପଣ ଯିବା ଆସିବା କରନ୍ତୁ, ଯଦି ସୁନାଟାକୁ ରଖିପାରିବେ ଆମେ କହିଦେବୁ। ତେଣୁ ସମ୍ପର୍କ ନହେଲା ପର୍ଯ୍ୟନ୍ତ କୌଣସି ଜିନିଷ କୁହାହବ, କହିହବନି। ଏଇ ହେଉଛି କଥା। ତା ଠିକ ପୂର୍ବ ଅର୍ଜିତ କର୍ମ ଫଳେ ଯାକି ମୁଁ ଦେଉଥାଏ ବଳେ ସେ ବାସ୍ ବାସ୍ ଭଗବାନଙ୍କ ମାର ଆଶୀର୍ବାଦ ଯାହା ତବ ତା ହିଁ ହଉଛି ହବ। ହଁ ହଁ ମହାପୁରୁଷ ଯୋଉଗୁଡା ଲେଖିଛନ୍ତି ଠାର ମାରିକିରି ତାକୁ ଟିକେ ବୁଝିବାର ଅଛି। ବୁଝ ତ ଖୋଲି ନାହାନ୍ତି ନା। ତାକୁ ବୁଝିବା ପାଇଁ ସେଇଭଳି ପ୍ରକାରର ମସ୍ତିଷ୍କ ଦରକାର, ସେଇଭଳି ପ୍ରକାରର ଚିନ୍ତାଧାରା ଦରକାର, କଲେ ହବ। ଖାଲି ବୁଝିଗଲେ ହବନି, ତାକୁ ଅନୁଭବ କରିବା ପାଇଁ ପଡିବ। ଗାଇଲେ ବାଇଲେ କହିଲେ କି ହେବ, ଅନୁଭବ କଲେ ପାଇ ଜୀବର ଗତିଟି ମୂଳ ଅନୁଭବ, ଗୁରୁ ବିନା ଗତି ନାହିଁ। ଗୁରୁ ତେଣୁ ଗୁରୁ କହିଦେଲେ ସେଗୁଡା ସବୁ ଗୁରୁ ସୂତ୍ର ସ୍ମରଣ କରିକି ଆଗେ ଆମେ ଆସନରେ ମନକୁ ସ୍ଥିର କର, ଅନୁଭବଟା ବଳେ ବେଳେ ଭିତରୁ ଆସିବ, କାହାକୁ ପଚାରିବା ପାଇଁ ପଡିବନି। ବୁଝିଲେ ନା? ହୃଦୟ ମଧ୍ୟ ପଛପାଦ, ମନ୍ଦିର ଖାଲି ବୈଦ୍ୟନାଥ ଭିତରେ ଅଛି। ନିଜ ହୃଦୟକୁ ଅନୁସରଣ କରନ୍ତୁ, ପାଇଯିବେ। ଚିତ୍ତ ଶୋଧନ ହେଇଯାଉ, ଚିତ୍ତ ଶୁଦ୍ଧି ହଉ। ଚିତ୍ତ ଶୁଦ୍ଧି ନହେଲେ କିଛି ହେଇପାରିବନି। ଆଉ ମନ ଭିତରୁ ପ୍ରଥମେ ଆଗେ ଅହଙ୍କାର ଦୂର କର। ଅହଙ୍କାର ଅହଂଭାବ ମୁଁ ସବୁ ଜାଣିଛି, ବୁଝିଲେ କି? ଯାହାକୁ ପଚାରିବେ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖନ୍ତି ସେ ଜ୍ଞାନଂ ଜ୍ଞାନୀନ ତତ୍ତ୍ୱ ଦର୍ଶନ। ତେଣୁ ତା ଅର୍ଥ କ'ଣ? ଭାଗବତରେ ସୁକ ଚରଣ ତଳେ ପଡି କହେ ପରୀକ୍ଷା କର ଯୋଡି। ବୁଝିଲ ନା? ତମକୁ ମୁଁ ଚିହ୍ନି ନାହିଁ, ଜାଣି ନାହିଁ, ତମେ କ'ଣ ପଚାରୁଛ, ତମର କ'ଣ ଅଛି କ'ଣ ନାହିଁ, ମୁଁ କେମିତି ମୁଁ କ'ଣ କହିବି? ଏଇ ପଚାରିଲା ପଦେ ମୁଁ ତମକୁ କହିଦେଲି ସଇଲା କାମ। ଯଦି ପ୍ରକୃତ ତମେ ଜାଣିବା ପାଇଁ ଚାହୁଁଛ, ତମର ଯଦି ଧୀର ନମ୍ର ଭାବ ଅଛି, ଅହଙ୍କାରକୁ ଫୋପାଡ଼ି ଦିଅ, ଫୋପାଡ଼ି ଦେଇକି ମୋ ପାଖକୁ ଆସ, ଏଠି ବସ। ବସି ସାରିଲା ପରେ ତମକୁ ଡିଟେଲ ସବୁ କଥା ଗୁଡାକ କୁହାଯିବ। ଆଉ ଏମିତି ବହୁତ କଥା ଅଛି, ଗୁରୁ ଘର ପାଠ ଫୋନରେ କ'ଣ କହିହୁଏ? ଏଗୁଡା ସବୁ କହିହବ। ବାସ୍, ତେଣୁ ଆସିଲେ ପାଖକୁ ଯାହା ହଉ। ମାର ଆଶୀର୍ବାଦ ଥାଏ, ନିଶ୍ଚୟ ଯାଇକି ଦେଖା କରିବା ଆଉ। ମାର ଆଶୀର୍ବାଦ ନା ବାପାଙ୍କର ଆଶୀର୍ବାଦ? ମାତୃ ସାଧକ ଯିଏ, ତାଙ୍କର ମୋକ୍ଷ ଗତି ନାହିଁ, ବୁଝିଲ? ମାର ଆଶୀର୍ବାଦ ଥିଲେ ମା କ'ଣ ତମକୁ ମୋକ୍ଷ ଗତି ଦେଇପାରିବ? କୌଣସି ମାର ତାକତ ନାହିଁ ସେ ତମକୁ ମୁକ୍ତି ମାର୍ଗକୁ ନବ। ଏତିକି ମନେ ରଖ। ମା ଟା ତମକୁ ପ୍ରବୃତ୍ତି ମାର୍ଗରେ ଭ୍ରମେଇବ,
ବିଭୂତି ମାର୍ଗକୁ ନବନି। ମା କଣ 3 ଥର କହୁଛ? ସେଇ ଯୋଉ ମାର୍ଗରେ ତମେ ଯାଇଛ ସେ ମାର୍ଗ ଭୁଲ। ତମେ ଯୋଉ କହୁଛ ପଞ୍ଚସଖା ଯାଇଛ, ପଞ୍ଚସଖାରେ ଯଦି ମାତୃଶକ୍ତି ମାର୍ଗକୁ ଧରିଥିବ ସେ ମାର୍ଗଟା ପୁରା ଭୁଲ। ଏଟା ବିଶ୍ୱମ୍ବର କହୁଛି। ଭୁଲ ହଉଛି। ହଉ ନିଜକୁ ନିଜ ପଚାର।